ଆଗକୁ ଆସୁଛି ରଜ। ପୋଡ଼ ପିଠା ବିନା ରଜ ମଉଜ ଅଧା ଅଧୁରା। ଆଜି ଆମେ ମାଙ୍କ ପ୍ରୋସେସରେ ଚୁଲିରେ ପ୍ରସ୍ତୁତ କରିବା ଚାଉଳ ଜନ୍ତା ପୋଡ଼ ପିଠା। ଆଉ ଯେଉଁମାନେ ବି ମୋ ଭଳି ପ୍ରଥମ ଥର ପୋଡ଼ ପିଠା ପ୍ରସ୍ତୁତ କରିବେ ସେମାନଙ୍କର ବି ପୁରା ପରଫେକ୍ଟ ବନିବ। ଏତେ ସୁଆଦିଆ କି ପାଟିରେ ରଖିଲା ମାତ୍ରେ ମିଳେଇଯିବ। ଏଠି ମୁଁ ଭାଙ୍ଗିକି ଆପଣମାନଙ୍କୁ ଦେଖଉଛି, ଦେଖନ୍ତୁ ଇଏ କେତେ ପରଫେକ୍ଟ ବନିଛି ପୋଡ଼ ପିଠା। ଆଉ ଟେକ୍ସଚରକୁ ଦେଖନ୍ତୁ କେତେ ନରମ ବନିଛି। ଆପଣମାନେ ଏଇ ପ୍ରୋସେସରେ ବନେଇଲେ ଆପଣଙ୍କ ପୋଡ଼ପିଠା ବି ଏମିତି ତୁଳା ପରି ନରମ ବନିବ। ଆଉ ଉପରୁ ତଳ ପୁରା ପରଫେକ୍ଟ ପୋଡ଼ିବ। କାଠ ଚୁଲିରେ ପୋଡ଼ିବା। ଭିଡ଼ିଓଟାକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ନିଶ୍ଚୟ ପସନ୍ଦ ଆସିବ। ପସନ୍ଦ ଆସିଲେ ଲାଇକ୍ କମେଣ୍ଟ ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଆଉ ଯଦି ଫେସବୁକ୍ ପେଜରେ ଦେଖୁଛନ୍ତି ପ୍ଲିଜ୍ ଫେସବୁକ୍ ପେଜକୁ ମଧ୍ୟ ଫଲୋ କରିନେବେ। ଏମିତି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ସଠିକ୍ ଭାଗ ମାପରେ ଆମେ ପୋଡ଼ପିଠାଟା ଆଜି ପ୍ରସ୍ତୁତ କରିବା। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଅନୁରୋଧ ରହିଲା। ଆପଣମାନେ ଏଠି ପିଠାକୁ ଦେଖିକି ହିଁ ଗେସ୍ କରିପାରୁଥିବେ ଏ ପିଠା ଆମର କେତେ ପରଫେକ୍ଟ ବନିଛି। ଏଠି ମୁଁ 1.5 ଗିନା ପାଖାପାଖି ଚାଉଳକୁ 2-3 ଘଣ୍ଟା ପୂର୍ବରୁ ଭିଜେଇ ରଖିଥିଲି। ପ୍ରଥମେ ତାକୁ 2-3 ଥର ଧୋଇ ଆଣିବା ଆଉ ତାକୁ ମିକ୍ସିରେ ଦେଇଦେବା। ଅଳ୍ପ ଅଳ୍ପ କରି ଦେବା ଆଉ ଏକାବେଳକେ ସବୁ ଦେବାନି, ଆଉ ତାକୁ ଗ୍ରାଇଣ୍ଡିଙ୍ଗ କରିବା। ପୋଡ଼ପିଠାଟା ପୁରା ନରମ ଆଉ ତୁଲତୁଲିଆ ନରମ ଲାଗିବା ପାଇଁ ଏଠି ଫାଳେ ନଡ଼ିଆକୁ କୋରିକି ଆମେ ଏଥିରେ ଦେଇଦେବା। ଅଳ୍ପ କିଛି ପାଣି ଦେବା ଆଉ ଚିକଣ କରି ପେଷ୍ଟ କରି ଆଣିବା। 1.5 ଗିନା ଚାଉଳରେ ମୁଁ 1 ଗିନା ଖଣ୍ଡେ ପାଣି ଦେଇକିରି ପୁରା ଚିକଣ କରି ବାଟି ଆଣିଛି। ଆପଣମାନେ ଦେଖନ୍ତୁ ଏଠି କେତେ ପରଫେକ୍ଟ ବନିଛି ଆମର ବ୍ୟାଟରଟା। ଏଠି ବସିଯାଇଛି ଗୋଟେ କଡ଼େଇ ଗରମ ହେଇଗଲା ପରେ 1/2 ଚାମଚ ଦେଇଦେବା ଦେଶୀ ଗୁଆ ଘିଅ। ଆପଣ ଯଦି ଘିଅ ଖାଇବାକୁ ପସନ୍ଦ କରୁନଥିବେ ତାହେଲେ ରିଫାଇନ୍ ତେଲ ମଧ୍ୟ ଦେଇକି କଡ଼େଇକି ଗରମ କରିପାରିବେ। ଯେହେତୁ ଆମ ଘରେ ସମସ୍ତେ ଘିଅ ଖାଇବାକୁ ବେଶୀ ପସନ୍ଦ କରନ୍ତିନି, ସେଥିପାଇଁ ମୁଁ 1/2 ଚାମଚ ଘିଅକୁ ଦେଲି। ପ୍ରଥମେ ଗରମ କରିନେବା, ତାପରେ ଆମେ ଏଠି 2.5 ଗିନା ପାଣି ଆଡ଼୍ କରିନେବା। ଚାଉଳ ବାଟିଲା ବେଳେ ମୁଁ 1 ଗିନା ପାଣି ୟୁଜ୍ କରିଥିଲି, ଏଠି ଦେଲି 2.5 ଗିନା। ଟୋଟାଲି ମୁଁ 3 ଗିନା ଅଧା ପାଣି ମୁଁ ଏଠି ଆଡ଼୍ କରିଛି। ତାମାନେ 1.5 ଗିନା ଚାଉଳରେ ମୁଁ 3 ଗିନା ଅଧା ପାଣି ୟୁଜ୍ କଲି। ତାପରେ 1 ଗିନା ଗୁଡ଼କୁ ଦେବା, ଗୁଡ଼କୁ ମେଲ୍ଟ କରିନେବା। ଆପଣ ଯଦି ଅଧିକ ମିଠା ଖାଇବାକୁ ପସନ୍ଦ କରୁଥିବେ ଆଉ ଅଳ୍ପ କିଛି ଗୁଡ଼ ଆଡ଼୍ କରିପାରିବେ। ପୋଡ଼ପିଠାଟା ଯେତେ ମିଠା ବନିବ ପୋଡ଼ପିଠା ଖାଇବାକୁ ବେଶୀ ଟେଷ୍ଟ ଲାଗିବ। ତାପରେ ଏଠି 1.5 ଇଞ୍ଚର ଖଣ୍ଡେ ଅଦାକୁ ପ୍ରଥମେ ଧୋଇକି ତାକୁ ଛେଚିକି ଦେଇଦେଇଛି। ଭଲ ବାସ୍ନା ପାଇଁ କିଛି ପାନ ମଧୁରୀକୁ ଟିକେ ଦରଖଣ୍ଡ କରି ଦେଇଦେବା। ତାପରେ ଆମେ ଏଥିରେ 2-3ଟା ତେଜପତ୍ରକୁ ଛୋଟ ଛୋଟ କରି କାଟିକି ଦେଇଦେବା। ପୋଡ଼ପିଠା ଖାଇଲା ବେଳେ ପାଟିରେ ଖଣ୍ଡେ ଖଣ୍ଡେ ନଡ଼ିଆ ବାଜିଲେ ପୋଡ଼ପିଠା ଖାଇବାକୁ ବହୁତ ବଢ଼ିଆ ଲାଗେ। ତେଣୁ ଖଣ୍ଡ ଖଣ୍ଡ ନଡ଼ିଆକୁ ଟିକେ ଅଧିକ ପରିମାଣରେ ପକାଇବେ। 1 ଗିନା କୋରା ନଡ଼ିଆକୁ ଦେବା କ୍ରିମି ଟେକ୍ସଚର ରଖିବା ପାଇଁ। ପୋଡ଼ପିଠାରେ ନିଶ୍ଚୟ ଆଡ଼୍ କରିବେ, ନଡ଼ିଆର ପରିମାଣ ଅଧିକ ରଖିବେ, ଖାଇବାକୁ ବହୁତ ବଢ଼ିଆ ଲାଗିବ। ଭଲ ଫ୍ଲେଭର ପାଇଁ 4-5ଟା ଖଣ୍ଡେ ଗୁଜୁରାତି, 2 ଚାମଚ ଖଣ୍ଡେ ଗୋଲମରିଚକୁ ଦର ଛେଚା କରିକି ମୁଁ ଏଠି ଆଡ଼୍ କରିନେଲି। ସେସବୁକୁ ଦେବା ଆଉ ସ୍ୱାଦ ଅନୁସାରେ ଲୁଣକୁ ଦେବା। ଯେହେତୁ ଆମେ ମିଠା ଜିନିଷ ବନାଉଛେ, ମିଠାକୁ ବାଲାନ୍ସ କରିବା ପାଇଁ ଏଠି 1.5 ଚାମଚ ଲୁଣ ଦେଇଦେବା ଆଉ ତାକୁ ଫୁଟିବା ପାଇଁ ଛାଡ଼ିବା। ଗୁଡ଼ ପାଣି ମସଲା ଭଲସେ ଫୁଟିଗଲା ପରେ ଆମେ ଏଥିରେ ବ୍ୟାଟରକୁ ଆଡ଼୍ କରିବା। ଏଠି ଦେଖନ୍ତୁ ଆମର ସବୁ ପାଣି ଗୁଡ଼ାକ ଭଲସେ ଫୁଟି ଆସିଲାଣି। ତାପରେ ଆମେ ଗ୍ୟାସକୁ ସିମ୍ କରିନେବା ଆଉ ବ୍ୟାଟର ଗୋଟେ ହାତରେ ଢାଳିବା ଆଉ ଗୋଟେ ହାତରେ କଣ୍ଟିନ୍ୟୁଅସଲି ଗୋଳେଇବା। ନହେଲେ ଆମର ଲମ୍ସ ବନିଯିବ ବା ବ୍ୟାଟର ଗୁଡ଼ାକ ଗେଟା ବାନ୍ଧିଯିବ, ପୋଡ଼ପିଠା ଜମା ବି ପରଫେକ୍ଟ ବନିବନି। ଆସ୍ତେ ଆସ୍ତେ ସବୁ ଦେଇଦେବା ଆଉ ଗୋଟେ ହାତରେ କଣ୍ଟିନ୍ୟୁଅସଲି ଗୋଳେଇ ଚାଲିବା। ଯେପର୍ଯ୍ୟନ୍ତ ବ୍ୟାଟରଟା ଆମର ଠିକ୍ ପୋଜିସନକୁ ନ ଆସିଛି ସେ ପର୍ଯ୍ୟନ୍ତ ଆମେ କଣ୍ଟିନ୍ୟୁଅସଲି ଗୋଳେଇ ଚାଲିବା। ଗୋଳେଇ ଯେତେବେଳେ ବହଳିଆ ଥିକ୍ ବ୍ୟାଟରଟା ପ୍ରସ୍ତୁତ ହେଇଯିବ, ସେତେବେଳେ ଆମ ପୋଡ଼ପିଠା ପାଇଁ ଜନ୍ତୁଣି ପୁରା ପ୍ରସ୍ତୁତ ହେଇଯିବ। ଏଠି ଦେଖନ୍ତୁ ବ୍ୟାଟରଟା କନସିଷ୍ଟେନ୍ସି ଟିକେ ବହଳିଆ ହେଇଗଲାଣି। ଟିକେ କଷ୍ଟ ହେବ ଜନ୍ତିଲା ବେଳେ, ସେଥିପାଇଁ ସାବଧାନରେ ଆମେ ଜନ୍ତିବା। ଯେତେବେଳେ ହାତରେ ପାଣି ହାତ କରିକି ଆମେ ବ୍ୟାଟରକୁ ଟଚ୍ କରିବା ବା ଛୁଇଁବା, ହାତରେ ବ୍ୟାଟର ନ ଲାଗୁଛି, ଆମେ ଜାଣିବା ଯେ ଆମର ପୋଡ଼ପିଠା ପାଇଁ ବ୍ୟାଟର ବା ଜନ୍ତୁଣି ପୁରା ପ୍ରସ୍ତୁତ ହେଇଗଲା। ପୋଡ଼ପିଠା ଜନ୍ତିବା ପାଇଁ ଗୋଟେ ହେଭି ଓଜନିଆ କଡ଼େଇ ନିଶ୍ଚୟ ବ୍ୟବହାର କରିବେ। ପୋଡ଼ପିଠା ବନେଇବା ପାଇଁ ମୁଁ ଏଠି ଗୋଟେ କଡ଼େଇ ନେଇଛି, ମାନେ ଯେଉଁ କଡ଼େଇରେ ଆମେ ପିଠା ବନାଉ ବା ତରକାରୀ ରୋଷେଇ ପାଇଁ କରୁ ସେଇ କଡ଼େଇ ନେଇଛି। ଆପଣ ଚାହିଁଲେ ଯେକୌଣସି ଆଲୁମିନିୟମ ଷ୍ଟ୍ରଙ୍ଗ ବାଲା ନେବେ, ତା ଦେହରେ ପୋଡ଼ପିଠାକୁ ବନେଇବେ। ତାପରେ ଦେଇଦେବା ଆମେ କଦଳୀ ପତ୍ର, ତାପରେ ବ୍ୟାଟରକୁ ଦେଇଦେବା। ତେଲ ଟିକେ ଲଗେଇକି ଥୋଇବା ବ୍ୟାଟରକୁ, ଯାହାଫଳରେ ଆମର ପୋଡ଼ପିଠାଟା ଜଲ୍ଦି ଛାଡ଼ିଯିବ। ସବୁତକ ଜନ୍ତୁଣିକି ଆମେ ଏଥିରେ ଦେଇଦେବା ଆଉ ହାତରେ ଟିକେ ତେଲ କିମ୍ବା ପାଣି ହାତ ହେଇକି ଆମେ ବ୍ୟାଟରକୁ ବା ଜନ୍ତୁଣିକୁ ହାତରେ ପ୍ରେସ୍ କରିନେବା। ହାତରେ ଟିକେ ପାଣି ହାତ ହେଇଯିବା ଆଉ ସବୁ ବ୍ୟାଟରକୁ ହାତରୁ ପ୍ରେସ୍ କରିକା ବାଡ଼େଇ ନେବା।
ତାପରେ ଚାରିପଟ ସମାନ କରିନେବା ଯେମିତି ଉପରଟା ପିଠାଟା ଦେଖିବାକୁ ବହୁତ ସୁନ୍ଦର ଲାଗିବ। ମୁଁ ଏଠି ଗିନା ସାହାଯ୍ୟରେ ସବୁ ପିଠାକୁ ବା ଜନ୍ତୁଣୀକୁ ପ୍ରେସ୍ କରିନେଲି। ଉପରେ କିଛି ନଡ଼ିଆକୁ ଡେକୋରେଟ୍ କରିନେବା। ଆପଣ ଚାହିଁଲେ ଏଥିରେ କିଛି ଡ୍ରାଇ ଫ୍ରୁଟ୍ସକୁ ଦେଇକି ବନେଇ ପାରିବେ। ପୋଡ଼ପିଠା ଯେହେତୁ ଗାଁ ଗହଳିରେ ନର୍ମାଲ ଏମିତି ନଡ଼ିଆ ଦିଆ ହେଇକି ବନା ହୁଏ, ମୁଁ ଯେହେତୁ ଗାଁ ଷ୍ଟାଇଲରେ ବନାଉଛି ସେଥିପାଇଁ ଏତିକି ନର୍ମାଲ ହିଁ ରଖିଛି। ଆପଣ ଚାହିଁଲେ କିଛି ଡ୍ରାଇ ଫ୍ରୁଟ୍ସକୁ ମଧ୍ୟ ଆଡ଼୍ କରିପାରିବେ। ତାପରେ କଦଳୀ ପତ୍ରରେ ତେଲ ଲଗେଇକି ନିଶ୍ଚୟ ଦେବେ। ତାପରେ ଆମେ ଚୁଲିରେ ଟିକେ ରଖିନେବା ଆଉ ଘଷି ନିଆଁକୁ ରଡ଼ କରିକି ଉପରେ ରଖିଦେଇକି ଘଣ୍ଟେ 2 ଘଣ୍ଟା ସିଝିବା ପାଇଁ ଛାଡ଼ିବା। ପୋଡ଼ପିଠା 2 ପଟ ଭଲସେ କୁକ୍ ହେଇଯିବ ବା ପୋଡ଼ିଯିବ। ଆପଣ ଚାହିଁଲେ ୟାକୁ ଗ୍ୟାସ୍ରେ ମଧ୍ୟ ବନେଇ ପାରିବେ। ଘଣ୍ଟେ 1.5 ଘଣ୍ଟା ପର୍ଯ୍ୟନ୍ତ ୟାକୁ ଗ୍ୟାସ୍ରେ ଲୋ ଫ୍ଲେମ୍ରେ ବସି ପାରିବେ, ଯାହାଫଳରେ ଆମ ପୋଡ଼ପିଠା ମଧ୍ୟ ପରଫେକ୍ଟ ବନିପାରିବ। ଏଠି ମୁଁ କାଢ଼ିକି ଦେଖାଉଛି, ଦେଖନ୍ତୁ ତଳ ପଟେ ଯେହେତୁ ମୁଁ ତେଲ ଲଗାଇଥିଲି ପୁରା ପରଫେକ୍ଟ ଉଠିଗଲା। ଉପର ପଟେ ତେଲ ଲଗାଇବା ପାଇଁ ଭୁଲି ଯାଇଥିଲି, ସେଥିପାଇଁ ଆମର ଉପର ପଟେ କିଛି କଦଳୀର ପାଟୁଙ୍ଗା ଲାଗିଯାଇଛି। ଏମିତି କାଢ଼ି ନେଉଛି, ଦେଖନ୍ତୁ କେତେ ପରଫେକ୍ଟ ଆମର ପୋଡ଼ପିଠା ପୁରା ଗାଁ ଷ୍ଟାଇଲରେ ବନିଛି। ଆକୁ ଘଣ୍ଟେ 2 ଘଣ୍ଟା ଥଣ୍ଡା କରିସାରିଲା ପରେ ଆପଣମାନେ ନିଶ୍ଚୟ କାଟିବେ। ଯେହେତୁ ମୁଁ ବ୍ୟସ୍ତ ଥିଲି, ମୋ ପୁଅ ଟିଫିନ୍ ନେବ ବୋଲିକା କହିଲା ମାମା ମୁଁ ଆକୁ ନେବି, ସେଥିପାଇଁ ମୁଁ ତରବର ହେଇକି ଆକୁ କାଟିଦେଲି, ଯାହାଫଳରେ ନର୍ମାଲ ବ୍ୟାଟରଟା ଅଳ୍ପ ଟିକେ ଟିକେ ଲାଗିବ। ଥଣ୍ଡା ହେଇଗଲା ପରେ ପୁରା ପରଫେକ୍ଟ ବନିଥିଲା। ଆପଣମାନେ ଥରେ ଏଇ ପ୍ରୋସେସ୍ରେ ପୋଡ଼ପିଠା ଏଇ ରଜରେ ବନେଇକି ଖାଆନ୍ତୁ। ଆଉ ଆଜିର ଏଇ ପୋଡ଼ପିଠାର ରେସିପି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ସିଓର ଜଣାଇବେ। ପୁଣି ଆସିବି ଗୋଟେ ନୂଆ ଭିଲେଜ ଷ୍ଟାଇଲ ରେସିପି ସହିତ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର, ବାଏ, ଜୟ ଜଗନ୍ନାଥ।